ଅନୁନ୍ନତ ଅବହେଳିତ ମରୁଡ଼ି ପ୍ରପୀଡ଼ିତ ବୋଡ଼ାସମ୍ବର ଅଞ୍ଚଳ। ଏହାର ଦକ୍ଷିଣ ଦିଗରେ ପଦ୍ମପୁର ପାଟଣାଗଡ଼ ରାସ୍ତା ଉପରେ ଶୋଭା ପାଉଛି ଦହିତା ଗ୍ରାମ। ବୁଢ଼ାଡଙ୍ଗର ବନ୍ଦେଶ୍ୱରୀ ନାଳର ସମାହାରରେ ମନଲୋଭା ପ୍ରାକୃତିକ ସୌନ୍ଦର୍ଯ୍ୟ ପରିବେଷ୍ଟିତ ଏହି ଦହିତା ମାଟି। ଗାଁରେ ରହିଛି ଏକାଧିକ ମନ୍ଦିର, କ୍ଲବ, ଶିକ୍ଷାନୁଷ୍ଠାନ, ବ୍ୟାଙ୍କ, ସ୍ୱାସ୍ଥ୍ୟକେନ୍ଦ୍ର, ତା ସହିତ ଅନେକ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ। ଏଠାକାର ଜନସାଧାରଣ ସରଳ, ନିରୀହ, ନିଷ୍କପଟ ତଥା ପରିଶ୍ରମୀ। ଏମାନେ ସାଧାରଣତଃ ଶିକ୍ଷା, ସ୍ୱାସ୍ଥ୍ୟ, ସଂସ୍କୃତି, ଐତିହ୍ୟ, ପରମ୍ପରାକୁ ପ୍ରସାରିତ କରିବା ନିମନ୍ତେ ସର୍ବଦା ଚେଷ୍ଟିତ। ବିଂଶ ଶତାବ୍ଦୀର ଶେଷ ଦଶକ ଅଞ୍ଚଳବାସୀ ସ୍ୱପ୍ନ ଦେଖିଥିଲେ ଉଚ୍ଚ ଶିକ୍ଷା ପାଇଁ। ତେଣୁ ସ୍ଥାନୀୟ ଶିକ୍ଷାପ୍ରେମୀ ତଥା ଦହିତା ବିକାଶ ପରିଷଦର ପରିକଳ୍ପନାରେ 1998 ମସିହାରେ ଏକ ଅନିଶ୍ଚିତ ଭାଗ୍ୟ ଓ ଭବିଷ୍ୟତ ନେଇ ଭୂମିଷ୍ଠ ହୋଇଥିଲା ଏହି ଅନୁଷ୍ଠାନ। ସମସ୍ୟା ବହୁଳ ତଥା ଭଙ୍ଗା ଦଦରା କୋଠାଘରର ଏନ୍ତୁଡ଼ି ଶାଳର ମୁଣ୍ଡ ଟେକିଥିବା ଏହି ଅନୁଷ୍ଠାନ ସଂଘର୍ଷରେ କେବେ ହାରି ନଥିଲା। ଶିକ୍ଷାପ୍ରେମୀ ତଥା ବଦାନ୍ୟ ବ୍ୟକ୍ତିତ୍ୱ ବୁଦ୍ଧଦେବ ମେହେରଙ୍କ ନାମରେ ନାମିତ ହେଲା ଉକ୍ତ ଅନୁଷ୍ଠାନଟି। ଏହି ଅନୁଷ୍ଠାନରେ ପରିଚାଳନା କମିଟିର ଦୃଢ଼ ମନୋବଳ, ମହାବିଦ୍ୟାଳୟ କର୍ମଚାରୀଙ୍କ ନିଷ୍ଠା, ଧୈର୍ଯ୍ୟ, କର୍ତ୍ତବ୍ୟପରାୟଣ ଓ ପ୍ରତୀକ୍ଷା କାରଣରୁ ଆଉ ପଛକୁ କେବେ ଫେରି ନଥିଲା। ଶିକ୍ଷାର ସୌଧ ବୁଦ୍ଧଦେବ ମେହେର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ହେଉଛି ଅଞ୍ଚଳର ବିଶେଷ ପରିଚୟ। ଦହିତା ଗ୍ରାମର ମସ୍ତକରେ ମୁକୁଟ ସଦୃଶ ଝଳସୁଛି ଏହି ପବିତ୍ର ଅନୁଷ୍ଠାନ। ତୁଳସୀ ଚଉରା ହୋଇ ମହମହ ମହକୁଛି ଏହି ଶିକ୍ଷାର ମନ୍ଦିର। ହାତଠାରେ ସ୍ୱାଗତ କରୁଛି ମହାବିଦ୍ୟାଳୟ। ସୁନ୍ଦର ତୋରଣ, ମନଲୋଭା ପ୍ରାକୃତିକ ସବୁଜିମା ଭରା ବଗିଚାଟା ଆହୁରି ଆକର୍ଷଣୀୟ କରୁଛି ପରିବେଶକୁ। ଏଠାରେ ରହିଥିବା ଶୈକ୍ଷିକ ପରିବେଶ ନିଆରା ଓ ସ୍ୱତନ୍ତ୍ର ଅଟେ। ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକାଙ୍କ ପାଠପଢ଼ା ଶୈଳୀ ଖୁବ୍ ସୁନ୍ଦର। ପିଲାଙ୍କ ଶୃଙ୍ଖଳିତ ଶିକ୍ଷା ଆହରଣ ଆହୁରି ଆକର୍ଷଣୀୟ କରିଥାଏ ଶ୍ରେଣୀକକ୍ଷ ଶିକ୍ଷାଦାନରେ। ଏଠାକାର ଗୁରୁ ଶିଷ୍ୟ ସମ୍ପର୍କ, ଶୈକ୍ଷିକ ବାତାବରଣ, ଆକର୍ଷଣୀୟ ପରିବେଶ ଛାତ୍ରଛାତ୍ରୀଙ୍କ ଜୀବନରେ ସର୍ବଦା ଏକ ଅଭୁଲା ଅଧ୍ୟାୟ ହୋଇ ରହିଥାଏ। ଏଠାରେ ରହିଥିବା ଅତ୍ୟାଧୁନିକ IT ଲ୍ୟାବ୍ରେ ପିଲାଏ କମ୍ପ୍ୟୁଟର ଶିକ୍ଷା ପାଇବାର ସୁବିଧା ରହିଛି। ଏଠାରେ ଥିବା ଲାଇବ୍ରେରୀରେ ପିଲାଙ୍କ ପଠନ ଅଭ୍ୟାସ ବୌଦ୍ଧିକ ପରିବେଶ ସୃଷ୍ଟି କରିଥାଏ। କେତେବେଳେ ଖେଳ ଶିକ୍ଷକଙ୍କ ଯୋଗ ଅଭ୍ୟାସ ପିଲାଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରିଥାଏ, ତ ଆଉ କେତେବେଳେ ରେଡ୍କ୍ରସ୍ ମାଧ୍ୟମରେ ସାମାଜିକ ସଚେତନତା ଆଣିଥାଏ। ଏଠାରେ ବିଭିନ୍ନ ଅବସରରେ ନାଟକ ତଥା ସାଂସ୍କୃତିକ କାର୍ଯ୍ୟକ୍ରମର ପ୍ରସ୍ତୁତି ପିଲାଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥାଏ। ଅଧ୍ୟକ୍ଷଙ୍କ ସୁପରିଚାଳନା ମହାବିଦ୍ୟାଳୟକୁ ସୁସ୍ଥ ତଥା ସୁନ୍ଦର ପରିବେଶ ତିଆରି କରିବାରେ ସହାୟକ ହୋଇଥାଏ। ଇତିମଧ୍ୟରେ ଅନେକ ପରିବର୍ତ୍ତନ ଆସିସାରିଛି। 65ଟି ବସନ୍ତ ପରେ ଆଜି ଯୌବନରେ ପାଦ ଥାପି ମନଲୋଭା ପରିବେଶ ସୃଷ୍ଟି କରିଛି ଏହି ଅନୁଷ୍ଠାନ। ଅନେକ ମଣିଷ ତିଆରି କରିଛି। ଏହି ଅନୁଷ୍ଠାନ ପିଲାଙ୍କୁ କେବଳ ପରିଚୟ ଦେଇନାହିଁ, ଅନେକ ନିଃସ୍ୱାର୍ଥ ଦାନ ଦେଇଛି ସମଗ୍ର ଅଞ୍ଚଳ ପାଇଁ। କିନ୍ତୁ ମହାବିଦ୍ୟାଳୟର ଅବଦାନକୁ ମନରୁ ପାସୋରି ନାହାନ୍ତି ଅଞ୍ଚଳବାସୀ। ଭକ୍ତି, ଶ୍ରଦ୍ଧା, ନିବେଦନର ଆଭିମୁଖ୍ୟ ନେଇ ରଜତ ଜୟନ୍ତୀର ପରିକଳ୍ପନା କରିଛନ୍ତି। ଏହି ମହୋତ୍ସବରେ ସାମିଲ ହୋଇଥିବା ମହାବିଦ୍ୟାଳୟର ପରିବାର, ଛାତ୍ରଛାତ୍ରୀ ତଥା ସମସ୍ତ ସହଯୋଗୀ ବନ୍ଧୁମାନଙ୍କୁ ଶୁଭେଚ୍ଛା। ସମବେତ ସମସ୍ତ ଆତ୍ମୀୟ ପରିଜନଙ୍କୁ ରୌପ୍ୟ ଜୟନ୍ତୀର ହାର୍ଦ୍ଦିକ ଅଭିନନ୍ଦନ।